ଚାକିରିରୁ ଅବସର ନେଇଛନ୍ତି ସତ, କିନ୍ତୁ କର୍ତ୍ତବ୍ୟରୁ ନୁହେଁ। ମାଟି ଓ ସବୁଜିମା ପ୍ରତି ଥିବା ତାଙ୍କର ଭଲ ପାଇବା ଆଜି ବି ଅତୁଟ ରହିଛି। ଗାଁରେ ସେ ତିଆରି କରିଛନ୍ତି ଏକ ଅତ୍ୟାଧୁନିକ ନର୍ସରୀ, ଯାହା ଏବେ ସମଗ୍ର ଅଞ୍ଚଳ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଜାପାନର ମିୟାଜାକି ଆମ୍ବଠାରୁ ଆରମ୍ଭ କରି ଥାଇଲାଣ୍ଡର ପିଙ୍କ ପିଜୁଳି ଓ ସ୍ୱାଦିଷ୍ଟ ବରକୋଳି ଭଳି ନାନା ପ୍ରକାରର ଫଳ ଚାରାରେ ଭରି ରହିଛି ଏହି ନର୍ସରୀ। ନିଜର କଠିନ ପରିଶ୍ରମ ଓ ପରିବେଶକୁ ପ୍ରେମ ନେଇ ଆଜି ସମସ୍ତଙ୍କ ନିକଟରେ ପ୍ରେରଣା ସାଜିଛନ୍ତି ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବିପ୍ରଚରଣ ଜେନା। ବିପ୍ରବାବୁଙ୍କ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଅଙ୍ଗାର ଗାଁରେ। ଶାଳିଆ ଡ୍ୟାମ୍ ଠାରୁ ଅନତି ଦୂରରେ ଥିବା ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶ କୂଳରେ ଗଢ଼ି ଉଠିଛି ତାଙ୍କର ମଧୁବନ ନର୍ସରୀ। ରିଟାୟାର୍ଡ ଶିକ୍ଷକ ବିପ୍ରଚରଣ ଜେନା ତାକୁ ସେ ନର୍ସରୀଟା ପ୍ରାୟ ଆଜକୁ 5 ବର୍ଷ ହେଲାଣି ସେ ନର୍ସରୀ କରିଛନ୍ତି, କିନ୍ତୁ ବର୍ତ୍ତମାନ 1.5 ବର୍ଷ ହେଲା ସେ ରିଟାୟାରମେଣ୍ଟ ହେଇଛନ୍ତି। ଏବେ ଫୁଲ୍ ସମୟ ଦେଉଛନ୍ତି। ଏହି ନର୍ସରୀରେ ବିଭିନ୍ନ ପ୍ରକାର ଫୁଲ ଫଳ ଔଷଧୀୟ ବିଭିନ୍ନ ପ୍ରକାର ସବୁ ଗଛ ମିଳୁଛି ଏବଂ ତା ପ୍ରାଇସ୍ ଯଦି ଦେଖିବା ପ୍ରାଇସ୍ ପ୍ରାୟ ଠିକ୍ ଅଛି। ବିଦ୍ୟାଳୟରେ ପିଲାଙ୍କୁ ଖେଳକୁଦ ଶିଖାଇବା ସହ ବୃକ୍ଷରୋପଣ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା। ସେହି ଦୁର୍ବଳତା ଆଜି ଏକ ସୁନ୍ଦର ନର୍ସରୀର ରୂପ ନେଇଛି। 5 ବର୍ଷ ତଳେ ନିଜ ପସନ୍ଦର କିଛି ଫୁଲ ଗଛରୁ ଆରମ୍ଭ ହୋଇଥିବା ଏହି ନର୍ସରୀରେ ଏବେ 150 ପ୍ରଜାତିର ଅଧିକ ଫୁଲ ଫଳ ସୌନ୍ଦର୍ଯ୍ୟବର୍ଦ୍ଧକ ଲତା ଗୁଳ୍ମ ସାଙ୍ଗକୁ ସଯତ୍ନରେ ବଢ଼ାଯାଇଛି ବହୁ ମୂଲ୍ୟବାନ ପ୍ରଜାତିର ଔଷଧୀୟ ବୃକ୍ଷଲତା। ଆଖପାଖ ଅଞ୍ଚଳର ଲୋକଙ୍କ ସହିତ ଛତ୍ରପୁର ବ୍ରହ୍ମପୁର ଦିଗପହଣ୍ଡି ବରାବରା ପୋଲିସ କ୍ୟାମ୍ପ ଜରିଆରେ ବାହାରକୁ ଚାରା ରପ୍ତାନି ହେଉଛି। 5 ବର୍ଷ ହେଲା ବର୍ତ୍ତମାନ ନର୍ସରୀ ହେଇଛି। ଏବେ ମୋର 1.5 ବର୍ଷ ହେଲା ଗଲା 25 ମାର୍ଚ୍ଚରେ ମୁଁ ରିଟାୟାରମେଣ୍ଟ କଲି। ହାଇସ୍କୁଲ ଟିଚର ଥିଲି। ପ୍ରତି ଲୋକମାନେ ମଧ୍ୟ ଗଛ ପାଇଁ ଆଗ୍ରହୀ ହେବା ଦରକାର, ଯେହେତୁ ଗଛ ହେଉଛି ଆମର ଜୀବନ। ସେଥିପାଇଁ ମୁଁ ଗଛ ପ୍ରଥମରେ ଲଗାଇବା ପାଇଁ ଚେଷ୍ଟା କରୁଥିଲି, ଫୁଲ ଗଛ। ଏବେ କିନ୍ତୁ ଫଳ ଆଉ ବିଭିନ୍ନ ଡିଜାଇନ ଗଛ ବିଭିନ୍ନ ଗଛ ଗୁଡ଼ା ଆଣିକି ରଖିଛି, ଲୋକ ବି ସେଥିରୁ ନେଉଛନ୍ତି। ଏହି ନର୍ସରୀର ବିଶେଷତ୍ୱ ହେଉଛି ଏଠାରେ ସେଓ, ନାଗପୁରୀ କମଳା, ଲିଚୁ, ସପେଟା, ଓଭରସିଜ୍ ନଡ଼ିଆ, କାଗେଜି ଲେମ୍ବୁ ଭଳି ଉନ୍ନତ ମାନର ହାଇବ୍ରିଡ୍ ଚାରା ଉପଲବ୍ଧ ରହିଛି। ସେହିପରି ଗୋଲାପ, ମନ୍ଦାର, ଚମ୍ପା, ଜିନିଆ, ପିଟୁନିଆ ଭଳି ଆକର୍ଷଣୀୟ ଫୁଲ ଗଛ ନର୍ସରୀର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ଗ୍ରାମାଞ୍ଚଳରେ ଏଭଳି ଏକ ଅତ୍ୟାଧୁନିକ ନର୍ସରୀ ଗଢ଼ି ଉଠିବା ଫଳରେ ସ୍ଥାନୀୟ ଲୋକଙ୍କୁ ଚାରା କିଣିବା ପାଇଁ ଆଉ ସହର ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। କେବଳ ଚାରା ନୁହେଁ, ଘର ବାଡ଼ିରେ ବଗିଚା ପାଇଁ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ସେସବୁ ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି ବିପ୍ରଚରଣ। ବିପ୍ରଚରଣଙ୍କ ଏହି ପ୍ରୟାସ ଯୋଗୁଁ ସ୍ଥାନୀୟ ଅଞ୍ଚଳର 5ରୁ 6 ଜଣ ମହିଳାଙ୍କୁ ନିୟମିତ ରୋଜଗାର ମିଳିପାରିଛି, ଯାହା ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିଛି। ଜାମି, କମଳା, ନେମ୍ବୁ, ଜାପେରା, ନଡ଼ିଆ ଗଛ, କୋଳି ଗଛ ସବୁ ପ୍ରକାର ଅଛି। ଆଉ ଏଠି କାମ କରିକି ରୋଜଗାର କରୁଛୁ? ହଁ, ମାସକୁ 8,000 ପାଉଛୁ। ଏ ଘାସ କାଟୁଛୁ, ପାଣି ଦଉଛି, ଏତିକି ଆଉ ଗଛ ସେମିତି କିଏ ଆଇଲେ ଦିଆ ହଉଛି। କଣ କଣ ସବୁ ଗଛ ଅଛି? ସବୁ ଗଛ ଅଛି। ତା ଅବସର ଜୀବନକୁ ଆରାମରେ ନ କାଟି ପରିବେଶ ସୁରକ୍ଷା ଓ ଧରିତ୍ରୀକୁ ସବୁଜିମାରେ ସଜାଇବା ପାଇଁ ବିପ୍ରଚରଣ ଯେଉଁ ସଂକଳ୍ପ ନେଇଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ। ତାଙ୍କର ଏହି ମଧୁବନ ନର୍ସରୀ କେବଳ ବ୍ୟବସାୟର ଏକ ମାଧ୍ୟମ ନୁହେଁ, ବରଂ ପ୍ରଦୂଷିତ ହେଉଥିବା ପରିବେଶକୁ ବଞ୍ଚାଇବା ପାଇଁ ସମାଜକୁ ଏକ ନିଆରା ଓ ସକାରାତ୍ମକ ବାର୍ତ୍ତା। କବିସୂର୍ଯ୍ୟନଗରରୁ ଗଣେଶ ଡାକୁଆଙ୍କ ରିପୋର୍ଟ, ଅର୍ଗସ୍ ନ୍ୟୁଜ୍।